ନିଯୁକ୍ତି ଓଡ଼ିଶାର ଦର୍ଶକମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଦେଖିବା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ୟୁନିଭର୍ସିଟିରେ ଭବାନୀପାଟଣା ଯେଉଁ କଳାହାଣ୍ଡିରେ ଅଛି କଳାହାଣ୍ଡି ୟୁନିଭର୍ସିଟିରେ ରିକ୍ୱାରମେଣ୍ଟ ଆସିଛି ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟେଡ୍ ପ୍ରଫେସର ଏବଂ ପ୍ରଫେସର। ଯଦି ଆପଣଙ୍କର ଗ୍ରାଜୁଏସନ୍ ପରେ MSc କମ୍ପ୍ଲିଟ୍ ହେଇଯାଇଛି, MSc ମାଷ୍ଟର୍ସ ସହିତ କମ୍ପ୍ଲିଟ୍ ହେଇଯାଇଛି, ଦେନ୍ MSc ସହିତ ଯଦି ଆପଣଙ୍କର କୌଣସି ନେଟ୍ କିମ୍ବା ଗେଟ୍ ଆପଣ ପାଇଛନ୍ତି କିମ୍ବା ଆପଣ କୌଣସି ରିଟାୟାର୍ଡ ଗଭର୍ଣ୍ଣମେଣ୍ଟ ଅଫିସର ଅଛନ୍ତି ତାହେଲେ ବି ଆପଣ ଏଥିରେ ଆପ୍ଲାଏ କରିପାରିବେ। ଆପ୍ଲାଏ କିପରି କରିପାରିବେ, ଆପ୍ଲାଏର ରିକ୍ୱାରମେଣ୍ଟ କ'ଣ ଅଛି, ତାହେଲେ ଆମେ ଆସନ୍ତୁ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ମୋର ମା ମାଣିକେଶ୍ୱରୀ ଭବାନୀପାଟଣାରେ ଯେଉଁ ଅଛି ମା ମାଣିକେଶ୍ୱରୀ ୟୁନିଭର୍ସିଟି, ସେଥିରେ ଆସୋସିଏଟେଡ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ପ୍ରଫେସର ପାଇଁ ଆସିଛି ଡିପାର୍ଟମେଣ୍ଟ ଅଫ୍ ଆନ୍ଥ୍ରୋପୋଲୋଜି, ବଟନି, କେମିଷ୍ଟ୍ରି, କମର୍ସ, ଏଜୁକେସନ, ଇକୋନୋମିକ୍ସ, ଇଂଲିଶ, ଜିଓଗ୍ରାଫି, ହିଷ୍ଟୋରୀ, ମ୍ୟାଥମେଟିକ୍ସ, ଓଡ଼ିଆ, ଫିଜିକ୍ସ, ପଲିଟିକାଲ ସାଇନ୍ସ, ସାଂସ୍କ୍ରିଟ, ସୋସିଓଲୋଜି ଏଣ୍ଡ ଜୁଲୋଜି। ଆପଣ ଯେଉଁ ଆଡଭର୍ଟାଇଜମେଣ୍ଟ ଡେଟ୍ ହେଉଛି 31/1/2026ରେ ହାୟର ସେକେଣ୍ଡାରୀ ଏଜୁକେସନ ତରଫରୁ ଆସିଛି ଆଡଭର୍ଟାଇଜମେଣ୍ଟ। ସେଥିପାଇଁ ତୁମକୁ କିପରି ଆପ୍ଲାଏ କରିବାକୁ ପଡ଼ିବ, 6/3/2026ରେ ତାଙ୍କ ପୋର୍ଟାଲରେ କ'ଣ କରିବ ଏବଂ ବା ଏଣ୍ଡ HIMS ପୋର୍ଟାଲରେ ରିକ୍ୱାରମେଣ୍ଟର ନୋଟିସ୍ ବାହାରିବ। ବହୁତ ଅନଲାଇନ୍ ଆପ୍ଲାଏ କରିପାରିବେ ଆପଣ। କୌଣସି ଆପଣ କଲେଜକୁ ଯିବାକୁ ନାହିଁ, କିନ୍ତୁ କ୍ଲୋଜିଂ ଡେଟ୍ ହେଉଛି 5 ଏପ୍ରିଲ ଭିତରେ। ତେଣୁ କ୍ଲୋଜିଂ ଡେଟ୍ ସହିତ ଆପଣ କ୍ଲୋଜିଂ ଡେଟ୍ ଏଣ୍ଡ ରିସିପ୍ଟ ଅନ୍ ପ୍ରିଣ୍ଟ କପି ଫର ଆପ୍ଲିକାଣ୍ଟ, ମାନେ ଆପଣ ଯେଉଁ ଲାଷ୍ଟ ପ୍ରିଣ୍ଟ କରିପାରିବେ ଆପଣଙ୍କର 15, ତାପରେ ଆପଣଙ୍କୁ ରିକ୍ୱାରମେଣ୍ଟ ପାଇଁ ଆପଣ ଏଲିଜିବୁଲ୍ କି ନାହିଁ ସେଥିପାଇଁ ଆପଣଙ୍କୁ ନୋଟିସ୍ ଆସିବ। ସେଥିପାଇଁ ଆପଣଙ୍କୁ ଫୁଲ୍ ନୋଟିସ୍କୁ ଅପେକ୍ଷା କରିବାକୁ ପଡ଼ିବ। ଏତିକି ମନେ ରଖିଥାନ୍ତୁ, ଆପଣ ଯଦି ଆପ୍ଲାଏ କରିବାକୁ ଚାହୁଁଛନ୍ତି ତାହେଲେ ଏବେଠୁ ଆପଣ ପ୍ରିପାରେସନ୍ କରିବା ଷ୍ଟାର୍ଟ କରିଦିଅନ୍ତୁ। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡିରେ ଅବସ୍ଥିତ, ଭବାନୀପାଟଣା। ତେଣୁ ଭିଡ଼ିଓଟିକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, କଳାହାଣ୍ଡିର ଦର୍ଶକମାନଙ୍କୁ ସେୟାର କରନ୍ତୁ ଯଦି ଆପଣ କେହି ଫ୍ରେଣ୍ଡ ମାନେ ଅଛନ୍ତି, ଏବଂ ଏଇଭଳିଆ ଇନଫର୍ମେଟିଭ୍ ଭିଡ଼ିଓ ଜାଣିବା ପାଇଁ ହେଲେ ଏହାର PDF ମୁଁ ତଳେ କମେଣ୍ଟ ବକ୍ସରେ ଦେଇଦେବି। କମେଣ୍ଟ ବକ୍ସରେ ଏହାର PDF ତମେ ଆକ୍ସେସ୍ କରିପାରିବ। ଦେନ୍ ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓଟିକୁ ଲାଇକ୍ ଏବଂ କମେଣ୍ଟରେ ନିଜର ମତାମତ ଦିଅନ୍ତୁ। ଥ୍ୟାଙ୍କ ୟୁ।